ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କୁ ନୁହେଁ ଗୋଟିଏ ବୁଲେଟକୁ ପୂଜା କରାଯାଏ। ଆଉ ପ୍ରସାଦରେ ଲଡ୍ଡୁ ନୁହେଁ ମଦର ବୋତଲ ଚଢ଼ାଯାଏ। ବିଶ୍ୱାସ ନହେଲେ ବି ସତ। କାହାଣୀଟି ହେଉଛି ରାଜସ୍ଥାନର ଓମ୍ ସିଂ ରାଠୋଡଙ୍କର, ଯାହାକୁ ଲୋକମାନେ ବୁଲେଟ ବାବା କହୁଛନ୍ତି। 1978 ମସିହାରେ ଓମ୍ ସିଂ ରାଠୋଡ ନିଜର ବୁଲେଟ ନେଇ ଯାଉଥିବା ବେଳେ ଗୋଟିଏ ଗଛ ଦେହରେ ପିଟି ହେଇ ପ୍ରାଣ ହରାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ତାଙ୍କ ଘର ଲୋକକୁ ଦେଇ ବୁଲେଟଟିକୁ ଥାନାକୁ ନେଇଯାଇଥିଲେ। ତା ପରଦିନ ପୋଲିସ ଦେଖନ୍ତି ତ ବୁଲେଟଟି ଥାନାରେ ନାହିଁ। ବହୁତ ଖୋଜାଖୋଜି କଲା ପରେ ଦେଖନ୍ତି ତ ଏକ୍ସିଡେଣ୍ଟ ହେଇଥିବା ଜାଗା ଉପରେ ବୁଲେଟଟି ଛିଡ଼ା ହେଇଥାଏ। ପୁଣି ଥରେ ପୋଲିସ ଗାଡ଼ିଟିକୁ ଥାନାକୁ ନେଇଗଲେ ଆଉ ଗାଡ଼ିଟିକୁ ବଡ଼ ବଡ଼ ଲୁହା ଚେନ୍ରେ ବାନ୍ଧି ଗାଡ଼ିରୁ ସବୁ ପେଟ୍ରୋଲ କାଢ଼ିଦେଲେ। ପରଦିନ ସକାଳେ ବି ସେମ୍ ଘଟଣା। ଗାଡ଼ିଟି ଥାନାରେ ନଥିଲା। ବହୁତ ଖୋଜାଖୋଜି କଲେ, ତାପରେ ଦେଖିଲେ ଏକ୍ସିଡେଣ୍ଟ ଜାଗା ଉପରେ ଗାଡ଼ିଟି ପୁଣି ଯାଇ ଛିଡ଼ା ହେଇଛି। ତାପରେ ଲୋକମାନେ ସେ ଜାଗାଟିକୁ ମନ୍ଦିର ବନେଇ ଦେଲେ ଆଉ ବୁଲେଟଟିକୁ ପୂଜା କରିବାରେ ଲାଗିଗଲେ। ଆଜି ବି ହଜାର ହଜାର ଲୋକମାନେ ସେ ଜାଗାକୁ ଯାଉଛନ୍ତି ଆଉ ନିଜର ଚଲାପଥର କାମନା କରୁଛନ୍ତି। ଏମିତି ୟୁନିକ୍ ଭକ୍ତି ଭିଡ଼ିଓ ଫେସବୁକରେ ଦେଖୁଥିଲେ ଫଲୋ କରିଦିଅନ୍ତୁ, ଆଉ ୟୁଟ୍ୟୁବରେ ଦେଖୁଥିଲେ ମୋତେ ସବସ୍କ୍ରାଇବ୍ କରିଦିଅନ୍ତୁ। ରାଧେ ରାଧେ।